ସ୍ପାମ୍ କଲ୍ ଗୁଡ଼ିକ କିପରି ବନ୍ଦ କରିବେ? କ'ଣ ଆପଣମାନଙ୍କ ପାଖକୁ ମଧ୍ୟ ବାରମ୍ବାର ସ୍ପାମ୍ କଲ୍ ଆସୁଛି କି? ଯାହାଦ୍ୱାରା କି ଆପଣମାନେ ବହୁତ ହଇରାଣ ହେଇଗଲେଣି ଏବଂ ପରିଶାନ ହେଇଯାଉଛନ୍ତି ଯେ ଜାଣିପାରୁନାହାନ୍ତି ଯେ ସେ ସ୍ପାମ୍ କଲ୍ ଗୁଡ଼ିକ ଆପଣମାନେ କିପରି ବନ୍ଦ କରିବେ। ତ ମୁଁ ଆଜି ଆପଣମାନଙ୍କ ପାଇଁ ସେଇ ଟପିକ୍ ଉପରେ ଗୋଟେ ଭିଡ଼ିଓ ନେଇକି ଆସିଛି। ତ ଭିଡ଼ିଓଟିକୁ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମୁଁ ଯେଉଁ ପ୍ରୋସେସ୍ରେ ଆପଣମାନଙ୍କୁ ସ୍କ୍ରିନ୍ ରେକର୍ଡ଼ିଂ ମାଧ୍ୟମରେ ଦେଖେଇବି, ଯେଉଁ ପ୍ରୋସେସ୍ରେ ମୁଁ ଯେମିତି କହିବି ଆପଣମାନେ ସେଇ ପ୍ରୋସେସ୍ରେ ସେଟିଂ କରନ୍ତୁ। ଦେଖିବେ ନିଶ୍ଚିନ୍ତ ଅଧିକାଂଶ ମାନେ ପ୍ରାୟ ସ୍ପାମ୍ କଲ୍ ଆପଣଙ୍କର ଅଟୋମେଟିକ୍ ବ୍ଲକ୍ ହେଇଯିବ। ଏବଂ ଆଉ ଗୋଟେ ଅନୁରୋଧ କରିବି ଯେ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାହିଁକିନା ଅଧା ଅଧି ଦେଖିଦେଲେ ଆପଣମାନେ କିଛି ବୁଝିପାରିବେନି। ତ ସେଥିପାଇଁ ସ୍ପାମ୍ କଲ୍ କିପରି ବନ୍ଦ କରିବେ ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ। ଏବଂ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ତାହେଲେ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବେ ଏବଂ ଚ୍ୟାନେଲକୁ ଯଦି ଆପଣମାନେ ପ୍ରଥମ ଥର ପାଇଁ ଦେଖୁଛନ୍ତି, ମୋ ଭିଡ଼ିଓ ଯଦି ଆପଣମାନେ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ନିଶ୍ଚିନ୍ତ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରିବା ପାଇଁ ଜମା ବି ଭୁଲିବେନି। ତ ଏବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। କାଳେ ଆପଣ ପ୍ରୋସେସ୍ ଭୁଲିଯିବେ ତ ପ୍ରଥମେ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ତ ଏବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଆମେ ଷ୍ଟାର୍ଟ କରିବା। ତ ପ୍ରଥମେ ଆମେ ଯିବା ମୋବାଇଲ ସ୍କ୍ରିନ୍କୁ। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ମୁଁ ପଳେଇ ଆସିଛି ମୋବାଇଲ ସ୍କ୍ରିନ୍କୁ। ତ ଚାଲନ୍ତୁ ପ୍ରଥମେ ଆମେ କ'ଣ କରିବା ନା ପ୍ରଥମେ ଆମେ ଆମ ଫୋନ୍ର ଡାଇଲର୍ ଓପନ୍ କରିବା। ଦେଖିପାରୁଥିବେ ଡାଇଲର୍ ଓପନ୍ ହେଇଗଲା। ଓପନ୍ ହେଇଯିବା ପରେ କ'ଣ କରିବା, ଦେଖିପାରୁଥିବେ ଉପରେ 3 ଡଟ୍ ଅଛି। ତ କିଛି ମୋବାଇଲରେ 2 ଡଟ୍ ମଧ୍ୟ ଆସିବ, କିଛି ମୋବାଇଲରେ 3 ଡଟ୍ ମଧ୍ୟ ଆସିବ। କାହିଁକିନା ସବୁ ମୋବାଇଲର ସେଟିଂସ୍ ଅଲଗା ଅଲଗା ପ୍ରକାର। ଆମେ କ'ଣ କରିବା ନା ସେ 3 ଡଟ୍ ଉପରେ କ୍ଲିକ୍ କରିବା। ଦେଖନ୍ତୁ କ୍ଲିକ୍ କରିଦେଲେ, କ୍ଲିକ୍ କରିବା ପରେ ଏଠି ଦୁଇଟା ଅପସନ୍ ଶୋ କରୁଛି। ଗୋଟେ ହେଲା ବ୍ଲକ୍ ସ୍ପାମ୍ କଲ୍ସ, ଆଉ ଗୋଟେ ହେଲା କଲ୍ ସେଟିଂସ୍। ଯଦି ଆପଣମାନେ ଫାଷ୍ଟ ଅପସନ୍କୁ ଚୁଜ୍ କରୁଛନ୍ତି ବ୍ଲକ୍ ସ୍ପାମ୍ କଲ୍, ତାହେଲେ ସେଇଟାକୁ ସେଠି କ୍ଲିକ୍ କରିକି ମଧ୍ୟ ଆପଣମାନେ କରିପାରିବେ। ନହେଲେ ଆପଣମାନେ କଲ୍ ସେଟିଂସ୍ ଉପରେ କ୍ଲିକ୍ କରିକି ମଧ୍ୟ ଆପଣମାନେ କରିପାରିବେ। ମୁଁ ଆପଣମାନଙ୍କୁ କଲ୍ ସେଟିଂସ୍ ଉପରେ କ୍ଲିକ୍ କରିକି ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ କଲ୍ ସେଟିଂସ୍ ଉପରେ କ୍ଲିକ୍ କରିଦେଲି। କ୍ଲିକ୍ କରିବା ପରେ ଏମିତି ଗୋଟେ ପେଜ୍ ଖୋଲିକି ଆସିବ। ପେଜ୍ ଖୋଲିକି ଆସିବା ପରେ ତାପରେ ଦେଖନ୍ତୁ ଏଠି ଗୋଟେ ଅପସନ୍ ଦେଖାଉଛି ବ୍ଲକ୍ ସ୍ପାମ୍ କଲ୍ସ। ଦେଖିପାରୁଥିବେ ବ୍ଲକ୍ ସ୍ପାମ୍ କଲ୍ସ ଅପସନ୍ ଦେଖାଉଛି। ତାପରେ କ୍ଲିକ୍ କରିଦେବା। କ୍ଲିକ୍ କରିଦେଲେ ପୁଣି ଆଉଥରେ ଏମିତି ଗୋଟେ ପେଜ୍ ଖୋଲିକି ଆସିବ। ପେଜ୍ ଖୋଲିକି ଆସିବା ପରେ ତାପରେ ଦେଖନ୍ତୁ ଏଠି ବହୁତ ଗୁଡ଼େ ଅପସନ୍ ଦେଇଛି। ଦେଖନ୍ତୁ ଫାଷ୍ଟ ଅପସନ୍ ଦେଇଛି କ'ଣ, ବ୍ଲକ୍ ଅଲ୍ ଅନନୋନ୍ ଇନକମିଂ କଲ୍ସ। ମାନେ ସବୁ ଇନକମିଂ କଲ୍ ମାନେ ଅନନୋନ୍ ଇନକମିଂ କଲ୍କୁ ଯଦି ଆପଣମାନେ ବ୍ଲକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଫାଷ୍ଟ ଅପସନ୍କୁ ଅନ୍ ରଖିପାରିବେ। ତ ସେକେଣ୍ଡ ଅପସନ୍ କ'ଣ ଦେଇଛି, ଦେଖିପାରୁଥିବେ ସେକେଣ୍ଡ ଅପସନ୍ ଦେଇଛି ସ୍ପାମ୍। ଦେଖିପାରୁଥିବେ ଯଦି ନର୍ମାଲି ସ୍ପାମ୍ କଲ୍ ଗୁଡ଼ିକ ଆପଣମାନେ ବ୍ଲକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କୁ ସେକେଣ୍ଡ ଅପସନ୍କୁ ଅନ୍ କରିକି ରଖନ୍ତୁ। ତ ଥାର୍ଡ଼ ଅପସନ୍ କ'ଣ ଦେଇଛି, ସସ୍ପେକ୍ଟେଡ୍ ସ୍କାମ୍। ଦେଖିପାରୁଥିବେ ସସ୍ପେକ୍ଟେଡ୍ ସ୍କାମ୍ ବୋଲେ ଯେଉଁଟାକି ଆମର ଫ୍ରଡ଼୍ କମ୍ପାନୀ ହେଇଗଲା କି ଆମର ଯଦି କୌଣସି ଗୋଟେ ଅଜାଣତ ଡୁପ୍ଲିକେଟ୍ ଜିନିଷ ଉପରେ ଯଦି ସେଇ କମ୍ପାନୀ ଉପରେ କିଛି ଯଦି ସ୍ପାମ୍ କଲ୍ ଯଦି ଆସୁଛି ତାହେଲେ ଆପଣମାନେ ଥାର୍ଡ଼ ଅପସନ୍କୁ ଅନ୍ ରଖିଲେ ସେଇ ସ୍ପାମ୍ କଲ୍ ଗୁଡ଼ିକ ଏଇଠୁ ଆପଣମାନଙ୍କର ବ୍ଲକ୍ ହେଇଯିବ। ତାପରେ ଦେଖିପାରୁଥିବେ ଫୋର୍ଥ ଅପସନ୍ ଦେଇଛି କ'ଣ, ଆଡ଼ଭର୍ଟାଇଜିଂ। ଆଡ଼ଭର୍ଟାଇଜିଂ ମାନେ ଆପଣଙ୍କର ମାର୍କେଟିଂ ହେଉ, କୌଣସି ଗୋଟେ ଆଡ଼ଭର୍ଟାଇଜମେଣ୍ଟ ହେଉ, ତ ସେଇ ଟାଇପ୍ର ଯଦି କିଛି ସ୍ପାମ୍ କଲ୍ ଆସେ ତାହେଲେ ଆପଣମାନେ ଫୋର୍ଥ ଅପସନ୍କୁ ଅନ୍ କରିକି ସେ ସ୍ପାମ୍ କଲ୍ ଗୁଡ଼ିକ ବ୍ଲକ୍ କରିପାରିବେ। ତାପରେ ଦେଖନ୍ତୁ ଫିଫ୍ଥ ଅପସନ୍ କ'ଣ ଦେଇଛି, ଇଷ୍ଟେଟ୍ ଏଜେଣ୍ଟ। ମାନେ ଆପଣଙ୍କର ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ ହେଇଗଲା କି ଆମର ପ୍ରପର୍ଟି ଟାଇପ୍ର ସେଇ କାଟାଗୋରୀର ହେଇଗଲା, ପ୍ରପର୍ଟି କାଟାଗୋରୀର। ତ ସେଇ ଟାଇପ୍ର ଯଦି କୌଣସି ସ୍ପାମ୍ କଲ୍ ଆସେ ତାହେଲେ ଆପଣମାନେ ଫିଫ୍ଥ ଅପସନ୍କୁ ଅନ୍ କଲେ ତ ସେଇ ସ୍ପାମ୍ କଲ୍ଟି ଅଟୋମେଟିକ୍ ସେ ବ୍ଲକ୍ ହେଇଯିବ। ତାପରେ ଦେଖନ୍ତୁ ସିକ୍ସଥ ଅପସନ୍ ଦେଇଛି କ'ଣ, ଇନ୍ସୁରାନ୍ସ ଆଣ୍ଡ ଫାଇନାନ୍ସ। ତ ଇନ୍ସୁରାନ୍ସ ଆଣ୍ଡ ଫାଇନାନ୍ସ ସ୍ପାମ୍ କଲ୍ କୋଉରାକ ନା ଯେଉଁଗୁଡ଼ିକ ଆମର ଗୋଟେ ଲୋନ୍ ଟପିକ୍ ହେଇଗଲା କି ଆମର କୌଣସି ଇନ୍ସୁରାନ୍ସ ଟପିକ୍ ହେଇଗଲା କି ଆମର ଯେମିତି କୌଣସି ବ୍ୟାଙ୍କ ସର୍ଭର ହେଇଗଲା, ତ ସେଇ ଟାଇପ୍ର ଯଦି କୌଣସି ସ୍ପାମ୍ କଲ୍ ଆସେ ତାହେଲେ ଆପଣମାନେ ସିକ୍ସଥ ଅପସନ୍କୁ ଅନ୍ କରିକି ଏଠୁ ତାକୁ ଅଟୋମେଟିକ୍ ବ୍ଲକ୍ କରିପାରିବେ। ଦେଖିପାରିଲେ। ତାପରେ ଦେଖିପାରୁଥିବେ ଏଠି ଲାଷ୍ଟ ଅପସନ୍ ଗୋଟେ ଦେଇଛି ବ୍ଲକ୍ ଇନକମିଂ କଲ୍ସ ଫ୍ରମ୍ ଅନନୋନ୍ ନମ୍ବର ଆଣ୍ଡ ନୁଲ୍ ନମ୍ବର। ଯଦି ଆପଣମାନେ କୌଣସି ଅଜାଣତ ନମ୍ବରକୁ ଯଦି କଲ୍ ଯଦି ବ୍ଲକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଲାଷ୍ଟ ଅପସନ୍କୁ ଅନ୍ ରଖିପାରିବେ। ତ ଏଇଭଳି ଭାବରେ ଆପଣମାନେ ସ୍ପାମ୍ କଲ୍ ଗୁଡ଼ିକ ବ୍ଲକ୍ କରିପାରିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ୟୁଜଫୁଲ୍ ଲାଗୁଥାଏ ତାହେଲେ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବେ। ଯଦି ଭିଡ଼ିଓ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ।